ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି ଏବଂ ଆଜି ସକାଳୁ ବର୍ଷା ଦେଖିବାକୁ ମିଳିନି କିନ୍ତୁ କଳାହାଣ୍ଡିଆ ମେଘ ବର୍ତ୍ତମାନ ମଧ୍ୟ ରହିଛି ଦେଖିପାରୁଥିବେ ଟିଭି ସ୍କ୍ରିନରେ। ଏବଂ ଯଦି ଅନ୍ୟପଟେ ଯଦି ଦେଖିବେ ସମୁଦ୍ରର ଧୀରେ ଧୀରେ ଶାନ୍ତ ହେଉଛି କାରଣ ଗତକାଲି ସମୁଦ୍ରର ଗର୍ଜନ ଶହ ଶହ ହେଇଥିଲା ଏବଂ ବର୍ତ୍ତମାନ ଧୀରେ ଧୀରେ ଶାନ୍ତ ହେଉଛି। ଏବଂ ଲହଡ଼ି ଯଦି ଦେଖିବେ ଗତକାଲି ଅପେକ୍ଷା ଆଜି ସାମାନ୍ୟତମ ଲହଡ଼ି ମଧ୍ୟ କମିଛି ଏବଂ ଅନ୍ୟପଟେ ଯଦି ଆଚ୍ଛା, ଦେଖିବେ ବର୍ଷାର ସ୍ଥିତି ବେଳାଭୂମିରେ ଧୀରେ ଧୀରେ ଯେଉଁମାନେ ସ୍ଥାନୀୟ ରହିଛନ୍ତି ବାସିନ୍ଦା ଏବଂ ଏହା ସହିତ କିଛି ମତ୍ସ୍ୟଜୀବୀ ମାନଙ୍କର ନିହାତି ଭାବେ ଦେଖନ୍ତୁ ବର୍ଷାର ସ୍ଥିତି ମଧ୍ୟ ନାହିଁ କାରଣ ଗତକାଲି ରାତିରେ ହିଁ ଲଗାଣ ବର୍ଷା ହେଇଥିଲା କିନ୍ତୁ ବର୍ତ୍ତମାନ ବର୍ଷା ମଧ୍ୟ ନାହିଁ ଏବଂ ଧୀରେ ଧୀରେ ଯୋଉ କଳାହାଣ୍ଡିଆ ମେଘ ଥିଲା ଧୀରେ ଧୀରେ ଆକାଶରୁ ସେଗୁଡ଼ିକ ଯାଉଛି ଏବଂ ଧୀରେ ଧୀରେ ଆଲୁଅ ମଧ୍ୟ ହଉଛି ଏବଂ ଦେଖିପାରୁଥିବେ ନିଶ୍ଚିତ ଭାବେ ଗତକାଲିର ଦୃଶ୍ୟ ଏବଂ ଆଜିର ଦୃଶ୍ୟ ମଧ୍ୟରେ ଅନେକ ପାର୍ଥକ୍ୟ ଆସିଛି ଏବଂ ଗତକାଲି ଆମେ ମଧ୍ୟ ଭୋରୁ ଦେଖେଇ ପାରୁଥିଲୁ ଦର୍ଶକ ମାନଙ୍କୁ ଏବଂ ଯେଭଳି ଭାବେ ଲଗାଣ ବର୍ଷା ପ୍ରଭାବ ରହିବ ଏବଂ ଯେହେତୁ ଗତକାଲି ରେଡ୍ ୱାର୍ଣ୍ଣିଂ ରହିଥିଲା ଯାହାଫଳରେ ଲଗାଣ ବର୍ଷା ସହିତ ପବନ ମଧ୍ୟ ରହିଥିଲା କିନ୍ତୁ ବର୍ତ୍ତମାନ ସେତେ ପରିମାଣରେ ପବନ ନାହିଁ ଯାହାକି ସମୁଦ୍ର କୂଳିଆ ଅଞ୍ଚଳ ଯେତିକି ପରିମାଣ ପବନ ରହିବା କଥା 20ରୁ 30 ଯାହାକି 30 ମଧ୍ୟରେ ବର୍ତ୍ତମାନ ସେଭଳି ଭାବେ ଅଛି। ପବନ ମଧ୍ୟ ସେତେ ନାହିଁ, ବର୍ଷା ମଧ୍ୟ ନାହିଁ ଏବଂ ଧୀରେ ଧୀରେ ଶାନ୍ତ ମଧ୍ୟ ହଉଛି ସମୁଦ୍ର। ନିଶ୍ଚିତ ଭାବେ ଯୋଉ ପ୍ରକାର ଆଶା ରଖାଯାଇଥିଲା ଯେ ରେଡ୍ ୱାର୍ଣ୍ଣିଂ ଥିଲା ପାଣିପାଗ ବିଭାଗ ପକ୍ଷରୁ ଏବଂ ସମସ୍ତେ ମଧ୍ୟ ଭୟଭୀତ ହୋଇ ରହିଥିଲେ ଏବଂ ଅନେକ ଲୋକଙ୍କୁ ମଧ୍ୟ ହଜାର ହଜାର ସଂଖ୍ୟା ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା ଏବଂ କିଛି